ନମସ୍କାର। ଆରମ୍ଭ କରିବାକୁ ଯାଉଛୁ ଆଜିର ଓଡ଼ିଆ କାର୍ଯ୍ୟକ୍ରମ ଶାନ୍ତିଦାତା। ଦିନ ପରେ ଦିନ, ବର୍ଷ ପରେ ବର୍ଷ ଗଡ଼ି ଚାଲିଛି ଏହି ସମୟର ଚକ, ଆଉ ତା ସହିତ ତାଳ ଦେଇ ବଢ଼ି ଚାଲିଛି ମଣିଷର ଅଗଣିତ ପାପ। ଏହି ଅସାର ଆଉ ଅଶାନ୍ତ ପୃଥିବୀର ମୋହମାୟାରେ ଥାଇ ସେ ଦେଖୁଛି ବଞ୍ଚିବାର ଏକ ବୃଥା ସ୍ୱପ୍ନ। ମରୀଚିକାପୂର୍ଣ୍ଣ ଏହି ଜଗତର ଚାରିଆଡ଼େ କେବଳ ହାହାକାର ଆଉ କ୍ରନ୍ଦନ। ଆଖିରେ ନିଦ ନାହିଁ କି ପାପ ଆଉ ପୁଣ୍ୟର ଅର୍ଥ ଖୋଜିବାକୁ ମଣିଷର ବେଳ ନାହିଁ। ଜୀବନ ଯନ୍ତ୍ରଣାର ମରୁବାଲିରେ ଛିଡ଼ା ହେଇ ସେ ଆଜି ଶାନ୍ତି ପାଇଁ ବ୍ୟାକୁଳ। ସତରେ କିଏ ଦେବ ଶାନ୍ତି, କିଏ ଦେବ ମୁକ୍ତି? ହଁ ବନ୍ଧୁଗଣ, ଶାନ୍ତିଦାତା, ଶାନ୍ତିର ରାଜକୁମାର ସେଇ ସରଗ ନନ୍ଦନ ପ୍ରଭୁ ଯୀଶୁ ହିଁ କେବଳ ଶାନ୍ତି ଦେଇପାରନ୍ତି। ତେବେ ଆସନ୍ତୁ, ପରିତ୍ରାଣର ଆନନ୍ଦ ଆଉ ଜୀବନରେ ଶାନ୍ତିକୁ ଅନୁଭବ କରିବା ପାଇଁ ଆଜିର ଏହି ଓଡ଼ିଆ କାର୍ଯ୍ୟକ୍ରମ ଶୁଣିବା ଶାନ୍ତିଦାତା। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଏ। ଆଶା ଓ ବିଶ୍ୱାସ କରେ ଆପଣମାନେ ଗତ ସପ୍ତାହରେ ଶୁଣିଥିବା କାର୍ଯ୍ୟକ୍ରମ ଦ୍ୱାରା ଆତ୍ମିକ ଭାବରେ ଉପକୃତ ହୋଇଥିବେ। ମାଥି ପୁସ୍ତକ ତାର 5 ପର୍ବ 9 ପଦରେ ଲେଖାଯାଏ, ଶାନ୍ତିକାରକ ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କର ସନ୍ତାନ ବୋଲି ଖ୍ୟାତ ହେବେ। ଜଗତରେ ଯଦି ଆଜି କୌଣସି ବିଷୟ ଅଭାବ ରହିଛି ତାହେଲେ ଶାନ୍ତି। ସବୁଠାରେ ଯଦି ସବୁକିଛି ମିଳିବ, କିନ୍ତୁ ଶାନ୍ତିର ଦେଖା ଦର୍ଶନ ଆଜି ନାହିଁ। କୁଆଡ଼େ ଯାଇଛି, କେଉଁଠି ରହିଛି, ସେ କଥା କିଏ ଜାଣନ୍ତି କି ନାହିଁ? ସେ ବିଷୟରେ କେହି ମନୋଯୋଗୀ ଅଛନ୍ତି କି ନାହିଁ ସମୟ ସମୟରେ ଆମେ ଜାଣିପାରୁନଥାଉ। ତେବେ ଏଇ କଥା ସତ ଯେ ସେହି ଶାନ୍ତି ନଥିବାରୁ ଜଗତର ଚାରିଆଡ଼େ ଅରାଜକତା, ହିଂସା, କଳହ, ବିଦ୍ୱେଷର ବାତାବରଣ ଭରି ରହିଛି। ତଥାପି ମଣିଷମାନେ ସେହି ଶାନ୍ତିକୁ ଖୋଜୁନାହାନ୍ତି କାହିଁକି? କାହିଁକି ଏତେ ଦିନ ଧରି ସେମାନେ ଦୁଃଖ, ଅରାଜକତା ମଧ୍ୟରେ ରହୁଛନ୍ତି, ହେଲେ ଶାନ୍ତିର ଶବ୍ଦ ସେମାନଙ୍କ ମୁଖରୁ ପ୍ରଚାରିତ ହେଉନାହିଁ କାହିଁକି? ତାର ଭାବ ଏବଂ ତାର ହାବଭାବ କିପରି ପ୍ରକାଶିତ ହେଉନାହିଁ କାହିଁକି? ଆରେ ଆପଣ କ'ଣ ଶାନ୍ତିର ଶବ୍ଦ ଶୁଣି କୌଣସି ଝିଅ ବା ମହିଳାଙ୍କ ନାମରେ ବୋଲି ଭାବୁଛନ୍ତି କି? ନା, ଶାନ୍ତି ହେଉଛି ଈଶ୍ୱରଙ୍କର ଏକ ଅଭିନବ ଦାନ, ଯାହା ଏହି ଜଗତ ଦେଇପାରେ ନାହିଁ। ମାତ୍ର ପ୍ରଭୁ ଯୀଶୁଙ୍କ ଠାରେ ତାହା ନିହିତ ଅଛି। ଏହି ଜଗତରୁ ଚାରିଆଡ଼େ ଆଜି ଅରାଜକତା, ଯୁଦ୍ଧ, ହତ୍ୟା, ନରସଂହାର, ହିଂସାର ବିଭୀଷିକା ଭରି ଯାଇଛି। ହେଲେ ତା ମଧ୍ୟରେ ଶାନ୍ତିର ଶବ୍ଦ ବହୁତ ମଧୁର ଲାଗେ। ଆମେ ସବୁ ସେହି ଶାନ୍ତିର ଅନ୍ୱେଷଣରେ ହୁଏତ ବଞ୍ଚି ରହିଛୁ। ଯେ କେବେ ଏହି ଜଗତରେ ଶାନ୍ତି ରାଜ୍ୟ ସ୍ଥାପିତ ହେବ, ସେ ସମୟରେ ଏହା ହେବ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତକୁ ଦ୍ୱିତୀୟ ଆଗମନ କରିବେ। ସେହି ସମୟ ନିମନ୍ତେ ବାଇବଲରେ ଏହା ଲେଖା ଅଛି, ସେମାନେ ଆମ୍ଭ ପବିତ୍ର ପର୍ବରେ କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ ବା ଦେଖିବେ ନାହିଁ, କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଭୟ ଜ୍ଞାନରେ ପରିପୂର୍ଣ୍ଣ ହେବ।
ଏହା ଜିସାୟ ପୁସ୍ତକ 11 ପର୍ବ 9 ପଦରେ ଲେଖା ଅଛି। ମାତ୍ର ସେମାନେ ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷଲତା ବା ଡିମ୍ବିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ, କାରଣ ସନ୍ନାଦି ପ୍ରତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି। ଏବେ ଆମେ ଯେଉଁ ହିଂସା ଓ ବିଭୀଷିକାର ବାତାବରଣ ଦେଖୁଛୁ, ତାହା ମଧ୍ୟରେ ପ୍ରଭୁ ଏପରି ଏକ ସମୟରେ ସଙ୍କେତ ଦିଅନ୍ତି ଯେଉଁ ସମୟରେ ମଣିଷ ଶାନ୍ତି ଓ ଆରାମରେ ରହିବ। ପ୍ରିୟ ବନ୍ଧୁଗଣ, ଏହି ବିଶାଳ ଜଗତରେ ଯେଉଁଠାରେ କି ଯୁଦ୍ଧ, ଲଢ଼େଇ ଓ ଘନ ଘନ ପଟ ପରିବର୍ତ୍ତନ ସୁଅ ଲାଗି ରହିଛି, ସେଥିରେ ସ୍ଥାୟୀ ଶାନ୍ତି କ'ଣ ସ୍ଥାପିତ ହୋଇପାରିବ? ସମସ୍ତ ମନରେ ଏହି ପ୍ରଶ୍ନବାଚୀ ଉଙ୍କି ମାରୁଛି। ଏକଥା ସତ୍ୟ ଯେ ଗୋଟେ ବେଶ ଆଉ ଏକ ଦେଶ ଏହି ସମସ୍ତ ମଧ୍ୟରେ ଶାନ୍ତି ସ୍ଥାପନ କରିବା କେତେ କଷ୍ଟ। ଏହାର ଅନେକ ଉଦ୍ୟମ ଆଜି ଲାଗି ରହିଛି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ଦେଖୁଛୁ ପ୍ରତ୍ୟେକ ଜାଗାରେ ମତଭେଦ, କଳହ, ବାଦବିବାଦ, ଉତ୍ତେଜନା ଲାଗିବାରେ ରହିଅଛି। ସାଧୁ ପାଉଲ କୁହନ୍ତି, ସହଭାଗିତା ଓ ଶାନ୍ତି ସହିତ ଆତ୍ମାର ଏକତା ରକ୍ଷା କରିବା ଯତ୍ନ କର। ଏହି ବାକ୍ୟଟି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ଯେଉଁମାନେ କି ନିଜ ପାପ କ୍ଷମାର ଅନୁଭୂତି ପାଇ ଏକ ନୂତନ ଜୀବନ କାଟୁଛନ୍ତି। ଡର ଓ ଭୟର ବିପରୀତ ଶବ୍ଦ ହେଉଛି ଶାନ୍ତି। ଯେଉଁଠାରେ ଭୟ ଓ ଅବିଶ୍ୱାସ ଅଛି, ସେଠାରେ କେବେ ବି ଶାନ୍ତି ରାଜ୍ୟ ସ୍ଥାପନ ହୋଇପାରିବ ନାହିଁ। ପ୍ରକୃତ ଶାନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଦତ୍ତ ଧନ ଅଟେ, ଯାହା ଯେ ତାଙ୍କ ଶିଷ୍ୟମାନଙ୍କୁ ଦିଅନ୍ତି। ଯୌନ 14 ପର୍ବ 27 ପଦରେ ଯୀଶୁ କହିଲେ, ମୁଁ ତୁମମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ଜଗତ ଯେପରି ଦାନ କରେ, ମୁଁ ତୁମମାନଙ୍କୁ ସେପରି ଦାନ କରୁନାହିଁ। ତୁମମାନଙ୍କର ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ। ପ୍ରିୟ ବନ୍ଧୁଗଣ, ଏହି ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆମ ସମ୍ମୁଖରେ ଉପସ୍ଥିତ ହୁଏ। ଏହି ଯେଉଁ ଶାନ୍ତି, ତାର ଆରମ୍ଭ କ'ଣ ଭିତରୁ ନା ବାହାରୁ? କେତେ ଥର ଲୋକମାନେ ଶାନ୍ତି ଏବଂ ସମ୍ପର୍କ ସ୍ଥାପନାର କଥା କୁହନ୍ତି, କିନ୍ତୁ ବାସ୍ତବରେ ତାଙ୍କ ହୃଦୟରେ ହିଁ ଶାନ୍ତି ରାଜ୍ୟ ଅଛି କି ନାହିଁ ଜାଣିବା କଷ୍ଟକର। ପ୍ରଭୁ ଯୀଶୁ କହିଲେ, ଧନ୍ୟ ସେଇମାନେ ଯେଉଁମାନେ ଶାନ୍ତିର ଅନ୍ୱେଷଣ କରନ୍ତି। ଅନ୍ୟ ପ୍ରକାର କହିବାକୁ ଗଲେ, ଧନ୍ୟ ସେଇମାନେ ଯେଉଁମାନେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରନ୍ତି। ଏକଥା ସ୍ପଷ୍ଟ ଯେ ଯେଉଁମାନେ ଅନେକ ଶାନ୍ତି ଦେବାକୁ ଯତ୍ନ କରନ୍ତି, ପ୍ରଥମେ ସେମାନଙ୍କ ଜୀବନରେ ଶାନ୍ତି ସ୍ଥାପନ ହେଇ ଆସିଛି। ଏହି ଶାନ୍ତି ପାଇବା ପୂର୍ବରୁ ସାଧୁ ପାଉଲ ଏହି ବିଶେଷ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦିଅନ୍ତି। ସେ କୁହନ୍ତି, ସମସ୍ତ ପ୍ରକାର କଟୁଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି ସମସ୍ତ ପ୍ରକାର ହିଂସା ତୁମମାନଙ୍କଠାରୁ ଦୂର ହେଉ, ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ହୁଅ। ପୁଣି ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର। ଏସବୁ ନ କରିବା ପର୍ଯ୍ୟନ୍ତ ବାହାର ଶାନ୍ତି ସ୍ଥାପନ କରିବା ସମ୍ଭବ ହେବ ନାହିଁ। ଆସନ୍ତୁ ନିଜେ ସେହି ଶାନ୍ତି ଧାରଣ କରିବା ଉଚିତ। ଜଗତ ମଧ୍ୟରେ ଈଶ୍ୱରଙ୍କର ସେହି ଶାନ୍ତିକୁ ଆମମାନେ ଯେପରି ବିତରଣ କରିବା। ଜଗତରୁ ହିଂସା, ଦ୍ୱେଷ, ରାଗ ଓ କଳହକୁ ଲୋପ କରି ପ୍ରଭୁ ଯୀଶୁଙ୍କର ଶାନ୍ତି ରାଜ୍ୟ ସ୍ଥାପନରେ ଆମମାନେ ଯେପରି ସହାୟକ ହେବା, ପ୍ରଭୁ ସେପରି ଆମମାନଙ୍କୁ କରନ୍ତୁ। ଶାନ୍ତି 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 ଲୋକମାନେ କହୁଛନ୍ତି, କାହିଁ ସେ ଶାନ୍ତି? କାହିଁ ସେ ଶାନ୍ତି? ଦେଶ ମଧ୍ୟରେ ଭୟଙ୍କର ଅବସ୍ଥା, କଳହ, ଯୁଦ୍ଧ, ବିଭୀଷିକା, ସବୁ ଜାଗାରେ ହାହାକାର। କିଏ ରକ୍ଷା କରିବ ଆମର ଦେଶକୁ, ଆମର ପରିବାରକୁ, ଆମମାନଙ୍କ ସମାଜକୁ? କେବଳ ଗୋଟିଏ ପଥ। ପ୍ରଭୁ ଯୀଶୁ ହେଉଛନ୍ତି ଶାନ୍ତି ରାଜା, ଶାନ୍ତି ଦାତା।
ଶାନ୍ତିର ଶ୍ରୋତା ଯେଉଁମାନେ ତାଙ୍କୁ ଗ୍ରହଣ କରିବେ ସେମାନେ ଜୀବନରେ ଶାନ୍ତି ପାଇବେ, ଆନନ୍ଦ ପାଇବେ। ପ୍ରଭୁଙ୍କର ସେହି ମହା ଆନନ୍ଦ ସେମାନଙ୍କ ପରିବାରକୁ, ସେମାନଙ୍କ ଜୀବନକୁ ପରିପୂର୍ଣ୍ଣ କରିବ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଶ୍ରୋତା ବନ୍ଧୁ, ଶୁଣିଲେ ତ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆଜିର ଏହି ବିଷୟଟି ଶୁଣିଲା ପରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତାହେଲେ ଆମକୁ ପତ୍ର ଲେଖନ୍ତୁ। ଆମେ ଆପଣଙ୍କ ନିକଟକୁ ପୁସ୍ତକଟିଏ ପଠାଇବାକୁ ଚେଷ୍ଟା କରିବୁ। ଆମ ସହିତ ଯୋଗାଯୋଗ କରିବାର ଠିକଣା ହେଲା ଗୁଡ୍ ନ୍ୟୁଜ୍ ଆୱାର, ପୋଷ୍ଟ ବକ୍ସ ନମ୍ବର 56, କଟକ 753001। ଠିକଣାଟି ଆଉଥରେ କହିଦେଉଛି, ଗୁଡ୍ ନ୍ୟୁଜ୍ ଆୱାର, ପୋଷ୍ଟ ବକ୍ସ ନମ୍ବର 56, କଟକ 753001। ତାହେଲେ ଆଜି ପାଇଁ ଏତିକି। ଆସନ୍ତା ସପ୍ତାହରେ ଠିକ୍ ଏଇ ଦିନ ଏଇ ସମୟରେ ପୁଣି ସାକ୍ଷାତ ହେବ। ଏବେ ବିଦାୟ ଦିଅନ୍ତୁ। ନମସ୍କାର। ଶାନ୍ତି ଦାତା, ଶାନ୍ତି ଦାତା, ଶାନ୍ତି